ଯେତେବେଳେ ସବୁ ଦ୍ୱାର ବନ୍ଦ ହୋଇଯାଏ ଗରିବ ପାଇଁ, ସେତେବେଳେ ଗୋଟିଏ ଜାଗା, ଗୋଟିଏ ରାସ୍ତା, ଗୋଟିଏ ବାଟ ଖୋଲା ଥାଏ, ତାହା ହେଉଛି ଭଗବାନଙ୍କର ଦ୍ୱାର। ଏ କଥା କହିବାର ଅର୍ଥ ହେଉଛି ଯେ ଯେଉଁମାନେ ଅସୁବିଧାରେ ସବୁଦିନ ପାଇଁ ଅଛନ୍ତି ଏବଂ କହୁଛନ୍ତି ଯେ ମୋର ସବୁ ରାସ୍ତା ବନ୍ଦ ଅଛି। ସବୁ ରାସ୍ତା କେମିତି ବନ୍ଦ ହେଲା? ଭଗବାନଙ୍କ ରାସ୍ତା ଖୋଲା ଅଛି, ସବୁଦିନ ପାଇଁ ଖୋଲା ଅଛି ଭଗବାନଙ୍କ ରାସ୍ତା। କିନ୍ତୁ ଶେଷ ସମୟରେ ତା'ର ଯେତେବେଳେ ନିରୁପାୟ ହେଇଯାଏ, ସେତେବେଳେ କହେ ମୋର ଭଗବାନଙ୍କ ରାସ୍ତା ଖୋଲା ଅଛି, ଟେକି ଦିଆ ହାତ। କାହିଁ ତୁମେ ଯେତେବେଳେ ଅସୁବିଧାରେ ଫାଷ୍ଟ ପଡ଼ିଲ ସେତେବେଳେ ଟେକିଲନି ହାତ? ଯେତେବେଳେ ସମ୍ପୂର୍ଣ୍ଣ ସହଯୋଗ ମିଳିବା ଛିଡ଼ିଗଲା, ତାପରେ ଯାଇକି ଆମେ ଭଗବାନଙ୍କ ରାସ୍ତାକୁ ଯିବା। ଇଏ କଥାରେ କହିବାର ଅର୍ଥ ହେଉଛି ଯେଉଁମାନେ ଚ୍ୟାନେଲକୁ ଭଲ ପାଉଛ ସେମାନେ ଏ ଚ୍ୟାନେଲଟିକୁ ଦେଖନ୍ତୁ। ଯେଉଁମାନେ ଭଲ ପାଉନାହାନ୍ତି ସେମାନେ ନେଗେଟିଭ୍ କମେଣ୍ଟ ଦେବା ତ ଦୂରେ ଅଛି, ଚ୍ୟାନେଲରୁ ବାହାରି ଯାଆନ୍ତୁ, କିଛି ଅସୁବିଧା ନାହିଁ। ଏ କଥା କହିବାର ଅର୍ଥ, ଏ ପର୍ଯ୍ୟନ୍ତ ଆପଣମାନେ ଭିଡ଼ିଓ ଯଦି ଦେଖୁଛନ୍ତି ତାହେଲେ ମୁଁ ଏବେ ମୂଳ ପ୍ରସଙ୍ଗକୁ ଆସୁଛି। କଥାଟି ହେଉଛି ଏଇଆ, ଜଣଙ୍କ ଘରେ ବହୁତ ଅସୁବିଧା। ସିଏ ପ୍ରଥମତଃ ମୋ ପାଖକୁ ଆସିଥିଲେ ପରାମର୍ଶ ନେବା ପାଇଁ ଯେ କ'ଣ କଲେ ତାଙ୍କର ଯେଉଁ ଅସୁବିଧାଟି ଦୂର ହେବ। ମୁଁ କହିଲି ଅସୁବିଧା ଦୂର ହେବ କ'ଣ, ତୁମେ ଗୋଟେ କାମ କର, ମୁଁ ଯେତିକି ଜାଣିଛି ପାଖାପାଖି ଗ୍ରାମ ଦେବତୀ ଆଉ ଗ୍ରାମ ଦେବତାଙ୍କ ପାଖରେ ଘିଅ ଦୀପଟେ ଦେଇକି ଆମର ଅସୁବିଧା ଯାହା ଅଛି ଜଣାଇବା। ସିଏ କହିଲେ ଠାକୁର ଶୁଣୁନାହାନ୍ତି। ମୁଁ ବହୁତ ମୁଣ୍ଡ ପିଟି ସାରିଲିଣି, ଠାକୁର ଶୁଣୁନାହାନ୍ତି। ଠାକୁରଙ୍କ ପାଖକୁ ଯିବା ପାଇଁ ହେଲେ ତାଙ୍କର କିଛି ନୀତି ନିୟମ ଅଛି। ଯେମିତି ଆମେ ସକାଳୁ ଉଠିଲେ ଦାନ୍ତ ଘଷିବା, ଖାଇବା, ଡ୍ରେସ୍ ପିନ୍ଧିବା, ଏମିତି ଆମର ଯାହା ନୈତିକ କାର୍ଯ୍ୟ ଅଛି ଆମେ ଯେମିତି କରୁଛେ ସେମିତି ଭଗବାନଙ୍କର ଅଲଗା। ଆମେ ମାନେ ମାନବ ଜାତିର ଚଳନୀ ଅଲଗା, ଦେବତାଙ୍କର ଚଳନୀ ଅଲଗା। ଆକୁ ସବୁ ଜାଣିବା ପାଇଁ ହେଲେ ପୋଥିପୁରାଣ ପଢ଼ିବାକୁ ପଡ଼ିବ। ପୋଥିପୁରାଣରେ ଯେଉଁମାନେ ସବୁ ଲେଖି ଯାଇଛନ୍ତି ଯାହା, ସେଗୁଡ଼ାକ ନିହାତି ସତ। ସେଗୁଡ଼ାକୁ ଆମେ ଯଦି ନ ବିଚାରକୁ ନେବା ତାହେଲେ ଆମେ ଖାଲି ତା ଘର ଦ୍ୱାର ହେଇକିରି ମାନେ ଭୋଗି ଚାଲିବା, ଆଉ କିଛି ନାହିଁ। ମୁଁ ଏ କଥା କହିବାର କାରଣ ହେଉଛି କ'ଣ, ମୁଁ ନିଜେ ଅନ୍ତର୍ଭୁକ୍ତ ସେଇଥିରେ। ମୁଁ ସବୁଗୁଡ଼ାକ ହେଜି ସାରିଛି ଆଉ ବୁଝି ବି ସାରିଛି। ସେଥିପାଇଁ ମୁଁ ସମସ୍ତଙ୍କୁ ଏ ଜ୍ଞାନଟି ବାଣ୍ଟୁଛି। ଇଚ୍ଛା ହେଲେ ମୋ ଜ୍ଞାନ ନେବେ, ନହେଲେ ନ ନେଲେ ଚଳିବ। ଏ କଥା କହିବାର କାରଣ ହେଉଛି କ'ଣ, 3 ଦିନ ତଳେ ଜଣେ ଆସି ପହଞ୍ଚିଲେ ମୋ ପାଖରେ, ସ୍ତ୍ରୀ ବା ପୁରୁଷ ମୁଁ କହୁନି, ଜଣେ ଆସି ପହଞ୍ଚିଲେ ମୋ ପାଖରେ। କହିଲେ ଘର ଚାରିପଟ ସମସ୍ତେ କୋଠା ଘର କରିସାରିଲେଣି, ମୋର ଚାଳ ଘର ମୁଁ ଚାଳ ଛପରଟେ ବି କରିପାରୁନି, କିନ୍ତୁ ପର ଘରେ ମୁଁ ମୂଲ ଲାଗିଲେ ମୋ ଘରେ ରୋଷେଇ ହେବ। କିନ୍ତୁ ମୁଁ ଘର ଖଣ୍ଡେ କରିବା ପାଇଁ ଇଚ୍ଛା କରିଛି, ପଇସା କିଛି ସଞ୍ଚିକି ରଖିଛି ଘର ଖଣ୍ଡେ କରିବା ପାଇଁ। ମୋତେ ମୋ ସାହି ଲୋକ କହୁଛନ୍ତି ଯେ ଦାଣ୍ଡରେ ଆମର ପ୍ରେତ ବାସ କରିଛି, ପ୍ରେତ ବାସ କଲେ ମୁଁ ଘର କରିପାରିବି ନାହିଁ। ଯଦି ମୋ ଦାଣ୍ଡରେ ପ୍ରେତ ବାସ କରିଛି ତାହେଲେ ପାଖାପାଖି ଯେଉଁମାନେ ସବୁ କଲେ ଘର, ସେମାନଙ୍କୁ ପ୍ରେତର କୌଣସି ବାଧା ଆସିଲାନି, ମୋରି ଉପରେ ବାଧା ଆସୁଛି। ଆଉ ନନା କ'ଣ ଗୋଟେ ବ୍ୟବସ୍ଥା କର, ଆଉ ମୋତେ ଟିକେ ଘର କରିବାରେ ସହଯୋଗ କର। ମୁଁ ପ୍ରଥମ କହିଲି, ପୂର୍ବରୁ ସେ ଯେତେବେଳେ ଆସିଥିଲା ତାକୁ ବି ସେତେବେଳେ କହିଥିଲି, ମହାଦେବଙ୍କ ପାଖରେ ଦୀପଟିଏ ଜାଳିବ, ହାତ ଟେକି ଦେବ, ବା ପାଖାପାଖି ଗ୍ରାମ ଦେବତାଙ୍କ ପାଖରେ ଦୀପଟିଏ ଜାଳିବ, ହାତ ଟେକି ଦେବ। ମୋର ଯାହା ଭୁଲ ଅଛି ମୋତେ କ୍ଷମା ଦିଅନ୍ତୁ, ମୁଁ ଘର କରିବା ପାଇଁ ମୋତେ ଆପଣମାନେ ସହଯୋଗ କରନ୍ତୁ। ଦେବତାଙ୍କୁ ନିମନ୍ତ୍ରଣ କାର୍ଡ଼ ଦେବ। ସେତେବେଳେ ସେ ଲୋକଟି ଅଲଗା କାହା କଥାରେ ଭାସିକି ସେ ବହୁତ ସଂଘର୍ଷ କଲା। ପୁଣି 7 ବର୍ଷ ପରେ ପୁଣି ମୋ ପାଖକୁ ଆସିଛି, ନନା କିଛି ଉପାୟ ଦିଅ। ସମ୍ମାନ, ଆଜି ବି ସେଇ କଥା ସମାନ କହିବି, ଠାକୁରଙ୍କ ପାଖରେ ଦୀପଟିଏ ଦିଅ, ହାତ ଟେକି ଦିଅ। ଘର ପାଖରେ ଯାହା ଅସୁବିଧା ସୁବିଧା ହେଉଛି, ନିଜେ ଘର ଯେଉଁ ଚକଡ଼ାଟା ଅଛି ତୁମର ଘର ତିଆରି କରିବ ବୋଲି ଚିନ୍ତା କରୁଛ, ସେ ଜାଗାରୁ ଏକ ଅଳିଆ ସଫା କରିଦିଅ। ଗୋଟେ ଥର ତା ଘରକୁ ଯାଇଥିଲି, ଦେଖିକି ଆସିଥିଲି, ବହୁତ ଅପରିଷ୍କାର ଥିଲା ଘର ଆଗରେ। ତା'ର ଚଟାଣ
ଭିତରେ ସବୁ ଗୁଡ଼ାକ ଅଳିଆ ଆବର୍ଜନା ଥିଲା। ମୁଁ କହିଥିଲି ଏଟାକୁ ସଫା କରିଦିଅ, ଗଙ୍ଗା ପାଣି ଛିଞ୍ଚିକି କାମ ଆରମ୍ଭ କରିବା ପାଇଁ ଚେଷ୍ଟା କର। ସେତେବେଳେ ସେ ମାନି ନଥିଲେ। ଆଜି ବି ମୁଁ ସେଇ କଥା କହିଲି, 3 ଦିନ ତଳେ ଯେଉଁ ଆସିଥିଲେ ମୁଁ ତାଙ୍କୁ ସେଇ କଥା କହିଲି, ଘର ଆଗ ଯେଉଁ ଅପରିଷ୍କାର ରଖିଛ ତାକୁ ସଫା କରିଦିଅ। ଆଉ ତୁମେ ତ ଗାଁରେ ରହୁନ, ବିଦେଶରେ ରହୁଛ, ଏଠି କୌଣସି ପ୍ରେତର ବାଧା ନାହିଁ। ସାହି ଲୋକ ଯେଉଁ କହୁଛନ୍ତି ପ୍ରେତର ବାଧା ପାଇଁ, ଏଇଟା କୌଣସି ପ୍ରେତର ବାଧା ନାହିଁ। ଯଦି ପ୍ରେତର ବାଧା ଅଛି, ଏ ଯେଉଁମାନେ ସବୁ ଘର କଲେ ଚାରିପଟେ, ଏମାନଙ୍କୁ କ'ଣ ପ୍ରେତର ବାଧା ଆସିନଥିଲା? ନା ଏମାନେ ପ୍ରେତର ବାଧାକୁ ବାହାର କରିକି ସେଇ ଜାଗାରେ ପ୍ରେତର ବାଧାକୁ ଛାଡ଼ିଦେଲେ ଯେ ଏଇ ଜାଗାଟା ଫାଙ୍କା ଅଛି, ତୁ ଏଇଠି ରହ। ଏଗୁଡ଼ା ସବୁ ମାନସିକ ଗ୍ରସ୍ତ କଥା। ମୋ ଜାଣିବାରେ ସେ ସାହି ଲୋକ କିଏ କ'ଣ ଖରାପ ଭାବୁ ଭଲ ଭାବୁ ମୋର ବୁଝିବାର ନାହିଁ ତା ଦେହରେ। ମୁଁ ବି କେଉଁ ସାହିରୁ ଏ କଥାଟି ଆଇଛି ମୁଁ ଏ ବିଷୟରେ ବି ସୋସିଆଲ ମିଡ଼ିଆରେ କହୁନାହିଁ। କାହିଁକି କାହା ମନରେ ବାଧା ଦେବା? ସିଧା କଥା, ଯେଉଁମାନଙ୍କୁ ଏଇଭଳି କଷ୍ଟ ଆସୁଛି ସେମାନେ କୌଣସି ଭଣ୍ଡ ଜ୍ୟୋତିଷ ଭଣ୍ଡ ବାସ୍ତୁବିଦଙ୍କ ପାଖକୁ ଯାଆନ୍ତୁନି। ବେକାର ଟଙ୍କା ଖର୍ଚ୍ଚ କରାଇବେ, ତା ସହିତ ଆଉ କିଛି କାମ ନାହିଁ। ଆପଣମାନେ ନିଜେ ଏମିତି ବାସ୍ତୁବିଦ ଦେଖନ୍ତୁ ଯେମିତି ଆପଣଙ୍କୁ ଅଯଥା ଖର୍ଚ୍ଚରୁ ବଞ୍ଚଉଥିବେ ଏବଂ ଘର କରିବାରେ ସହଯୋଗ କରୁଥିବେ। ଯେକୌଣସି ଆପଣଙ୍କର ଅସୁବିଧା ତା ଦେହରେ ସହଯୋଗ କରୁଥିବେ। ଆଉ ଯେଉଁ ଲୋକଟି ଚାର୍ଜ କଲା, ଏତିକି ଟଙ୍କା ନେଲେ ଆପଣଙ୍କ ଘରେ ସୁବିଧା କରାଇବ, ସେ ଲୋକଟି ଭଣ୍ଡ କିମ୍ବା ପଇସା ଲୋଭୀ। ଏତିକି ମନେ ରଖନ୍ତୁ। ସିଧା କଥା ମୁଁ ସୋସିଆଲ ମିଡ଼ିଆରେ କହୁଛି, କୌଣସି ଲୋକ ଯଦି ଚାର୍ଜ କରୁଛି ଏତିକି ଟଙ୍କା ନେଲେ ସେ ଘରର ସବୁ ସୁବିଧା କରିଦେବ, ତାହେଲେ ଆଗ ତା ଘରଟାକୁ ଯାଇକି ଭିଜିଟ୍ କରନ୍ତୁ। ସେ ଲୋକର ଘର କେଉଁ ପ୍ରକାର ଅବସ୍ଥାରେ ଅଛି, ସିଏ କେମିତି ଚଳୁଛି, ତାପରେ ଆପଣମାନେ ଯାଇକି କୌଣସି ବାସ୍ତୁବିଦର ଭିଜିଟ୍ରେ ପହଞ୍ଚିବେ। ଆଉ ଦ୍ୱିତୀୟ କଥା ହେଉଛି, ଆପଣମାନେ ଆପଣଙ୍କ ଘର ଚାରିପଟ ଆଗ ସଫା ରଖନ୍ତୁ। ତାପରେ ଆପଣମାନେ ଘର ତିଆରି କରିବା ପାଇଁ ମାପଚୁପ କରନ୍ତୁ, ମିସ୍ତ୍ରୀଙ୍କୁ ଡାକି ମାପଚୁପ କରନ୍ତୁ। ସବୁକିଛି ସରିଗଲା ପରେ ଆପଣ ଛୋଟିଆ କାମଟେ କରିବେ ନିଜେ ଘରେ ବସିକି। ହନୁମାନ ଚାଳିଶାର ପାଠ ରାତିରେ 100 ଥର ଆପଣ କରିଦିଅନ୍ତୁ। କରିଦେଲା ପରେ ସବୁ ବାଟ ଆପଣଙ୍କର ଫିଟିଯିବ। ଆପଣ କହୁଛନ୍ତି ଯେ ଲୋନ୍ ମୋର ପ୍ରବଳ ଅଛି, ମୁଁ ଲୋନ୍ ଶୁଝିପାରୁନି, ବା ରୋଜଗାର କମ୍ ଅଛି, ରୋଜଗାର କରିପାରୁନି। ସବୁ ପ୍ରକାର ବାଟ ହନୁମାନ ଚାଳିଶାରେ ଫିଟିଯିବ। ଆପଣ ହନୁମାନ ଚାଳିଶା ପାଠ କରନ୍ତୁ, କାମରେ ଲଗାନ୍ତୁ। ଅଧିକା ଜାଣିବା ପାଇଁ ହେଲେ ନେଗେଟିଭ୍ କମେଣ୍ଟ କେହି ବି ଦିଅନ୍ତୁନି। ସିଧା କଥା, ଯେଉଁମାନଙ୍କର ମୋ କଥାରେ ବିଶ୍ୱାସ ନାହିଁ, ଭରସା ନାହିଁ, ସେମାନେ ମୋ ଭିଡ଼ିଓ ଦେଖନ୍ତୁନି, ନେଗେଟିଭ୍ କମେଣ୍ଟ ଦେବେ ନାହିଁ। ସିଧା କଥା ମୁଁ ସୋସିଆଲ ମିଡ଼ିଆରେ କହୁଛି। ନେଗେଟିଭ୍ କମେଣ୍ଟ ଯିଏ ଦେବ ମୁଁ ତାକୁ ପ୍ରତି ଉତ୍ତର ଦେବି ଫାଇନାଲ୍। ମୋର ଜଣେ ଗୁରୁ କହିଥିଲେ ତାଙ୍କୁ ନମସ୍କାର ପକାଇବା ପାଇଁ, କିନ୍ତୁ ମୁଁ ନମସ୍କାର ପକାଇବିନି। ଯିଏ ନେଗେଟିଭ୍ କମେଣ୍ଟ ଦେବ ମୁଁ ତାକୁ ନେଗେଟିଭ୍ ଉତ୍ତର ଦେବି। ଯେଉଁମାନେ ମୋର ପ୍ରିୟରେ ଅଛନ୍ତି ସେମାନେ ଜାଣନ୍ତୁ ଏତିକି କଥା, ଯେଉଁମାନେ ଅପ୍ରିୟରେ ଅଛନ୍ତି ସେମାନେ ଜାଣନ୍ତୁ ଏ କଥା। ନେଗେଟିଭ୍ କମେଣ୍ଟ ଦିଅନ୍ତୁ ନାହିଁ। ଯଦି ଆପଣଙ୍କ ଇଚ୍ଛା ନାହିଁ, ଭିଡ଼ିଓ ଦେଖନ୍ତୁ ନାହିଁ, ନେଗେଟିଭ୍ କମେଣ୍ଟ ଦିଅନ୍ତୁ ନାହିଁ। କିଛିଟା ଲୋକଙ୍କ ପାଇଁ, ଯେଉଁ ଲୋକ ମୋତେ ପସନ୍ଦ କରନ୍ତି ସେମାନେ ମୋତେ ବ୍ୟକ୍ତିଗତ ଭେଟୁଛନ୍ତି, କହୁଛନ୍ତି ଯେ ତୁମ କଥାରେ ଆମେ ଚାଲୁଛୁ, ଆମକୁ ଟିକେ ପରାମର୍ଶ ଦିଅ, ବାଟ ଦେଖାଅ। ମୁଁ ଯେତିକି ବାଟ ଜାଣିଛି ଆପଣମାନଙ୍କୁ ଦେଖେଇବି। ମୋ ପାଖରେ ଟଙ୍କାଟେ ଖର୍ଚ୍ଚ ହେବନି। ଆପଣ ଶ୍ରଦ୍ଧାରେ ଯାହା ଦେବେ ଖୁସିରେ ମୁଁ ଗ୍ରହଣ କରିବି। କିନ୍ତୁ ମୁଁ ଟଙ୍କାର ଲୋଭ ରଖିନି, କାହାରିକି ଟଙ୍କାଟେ ମାଗି ନାହିଁ। ବହୁତ କଥା ଆସୁଛି ସୋସିଆଲ ମିଡ଼ିଆରୁ, ଆସୁଛି ବ୍ୟକ୍ତିଗତ ଆସୁଛି, ମନ୍ଦିର ପୂଜା ସମୟରେ ବି ଆସୁଛି। ଯାହା ବି ହେଲେ ପାଖାପାଖିରେ ମୁଁ ଯେଉଁଠି ବସିଛି ତା ପାଖରେ ରାସ୍ତାଟିଏ ଯାଇଛି, ଏସବୁ ବିଶୃଙ୍ଖଳା ଆସିବ। ଆପଣମାନେ ଏଗୁଡ଼ାକ ଟିକେ ନଜରଅନ୍ଦାଜ କରିବେ। ଆଉ ଶବ୍ଦ ଟିକେ କଷ୍ଟ ଦେଉଛି ମୋତେ, ମୁଁ ଏଠି ବସିଲା ବେଳେ ବି ଶବ୍ଦ କଷ୍ଟ ଦେଉଛି। ଯାହା ବି ହେଉ, ଆପଣମାନେ ଭଣ୍ଡ ଠକଙ୍କଠୁ ଦୂରେଇକି ରୁହନ୍ତୁ। କାହାରି କଥା ଶୁଣନ୍ତୁ ନାହିଁ, ବିଶ୍ୱାସ କରନ୍ତୁ ନାହିଁ। ଆଉ ଯଦି ମୋ କଥା ଲାଗୁଛି ଆପଣଙ୍କୁ ଖରାପ, ମୋଠୁ ବି ଦୂରେଇ ଯାଆନ୍ତୁ। ଶେଷରେ ଏଇ କଥାଟା ଏବେ ରହିଲି, ଆପଣମାନଙ୍କ ଇଚ୍ଛା।